नमस्कार जय जगन्नाथ वेलकम बैक टू माय यूट्यूब चैनल। आशा करुँचे आपने समस्ते बहुत ही भल थे। तो आज हूँ संडे मुझे काकटपुर जाऊँ जन को देखा करने तो सहित बो आसला तो मुझे घर को पलि आसी बस को वेट कर जेहेतु बस आमर एवठू ही जाए से आसी घर को ये बस आसिले जी तो 9टार आसे आज कौन है एत लेट है 9:30 आसिक है बस आसनी बहुत तरबर मुझे रेडी होकर आसी बाहर की आसी कौन जाऊँगी आपण मान सहित वीडियो मुझे सेयार करी। चलते बस आसी जाओ तापर मुझे बसिक पलाए आपण देखा तो ये आसिक पहुँची गली काकटपुर रे आम बसीचु ये लस्सी पीबू दर्शक उपर रागिच ना कौन सेमती मुंड ऑयली फेस भी ऑयली हो भल लगे तते भल मत गोटे स्पंज नंबर थिला तो मुझे आसिक पहुँची जाइए मुझे भी ऑफलाइन रो जोता पोता जहाँ भी किणे एवठू किणे मत एठिकार जिनस बहुत ही भल लगे। तो मत जेहेतु स्लीपर नबार थिला डेली यूज तो से मुझे देखुली सबुठ मत यही स्काई कलरटा ही पसंद लगिला तो मुझे ही पचारि शुभश्री को तो से कहले कि से स्काई कलरटा ही भल लगुचे तो से गुटिक ही मुझे धरिकी आनिक आसली। तो ये शुभश्री प्रेसर चेक होता तो पिलाटा कथा कौन कहबी देहर बिल्कुल भी टिके केयर नहीं तो से बीपी केतले कौन टिके हो जाए नॉर्मल अच्छी तो से आग अपेक्षा आगरू टिके हाई हो जाइथिला तो ये नॉर्मल अच्छी कहले। एबे कौन बस स्टैंड रे बस आसले मुझे 2टारे आउे एमती पिला सब कर एमती पिला को जमा सांगे अन कर एत तरबर सी हो घर को जावाई घरे पिला छुआ संसार गोटे पिला मैंने सांगे सांगे आसला एवं जस्ट आम लस्सी पीक आसलु घर को जमा बहुत काम जहाँ पिलाटा सब जानी पिलाटा सब जानी सर्वगुण संपन्न सत ना मिछे मैंने काम कथा सब काम जाना कह भाई की लाज लगे तो मत 2टा जाए वेट करा पड़ो 2टार जाकि बस आसने ही मुझे पलैब ताले देखे दौनी तार से मोर एठी 2 जन जाक पंक्टा मुई आपण तो कहइला डेफिनेटली आपण को सेटा कैरेक्टर आपण कहइला पंक्टा मुई तो मूवी तो शामिल हे गली आपण हाँ एबे भी कम सब बेले जे कोन से वीडियो मनीष प्रकृति मले गुटे एटा का हम चेंज करि परिबानी नै और गुरु ज्ञान दोनो सब बेले दियो आज टिके मो वीडियो रे ज्ञान देबी मुनि सी कौन ज्ञान दब सी गोटे हूँ चोर तुमको गोटे पचारि तो मु नुहे जोड़ा में जहाँ माने जहाँ आम जोड़ा भी कहूँ फर्स्ट आम निजे करवा दरकार तापर अन्य को ज्ञान देवा दरकार ये कथा कौन सब मो भिडियो किसी ना कि गोटे जहाँ भी हो गोटे लाइन किंतु गुरु ज्ञान थी मैंने आपको
ଇଏ ସାଙ୍ଗରେ ଥିଲେ ଭିଡ଼ିଓରେ। ସେଇଥିପାଇଁ ତ ଲୋକମାନଙ୍କର ପସନ୍ଦ ହୁଏ, କାହିଁକିନା ମୁଁ ସବୁବେଳେ କ୍ରାଫ୍ଟ ହୁଏ ନା, ସେଥିପାଇଁ ଲୋକମାନଙ୍କୁ ପସନ୍ଦ ଆସୁନି। ବଟ୍ ହଁ ପସନ୍ଦ ନ ଆସିଲେ ବି କ'ଣ କରିବ, ଯେଉଁଟା ସତ୍ୟ ସେଇଟା ସତ୍ୟ, ଆମେ ଚେଞ୍ଜ ଆଉ ବି କରିପାରିବା। ଗୋଟେ କଥା, ଭଲ କଥା କ'ଣ ସମସ୍ତଙ୍କୁ ଭଲ ଲାଗେ? ବାସ୍ ସେଇ କଥା। ଆଉ ଗୋଟେ କଥା ବି, ଭଲ କଥା କେଉଁମାନଙ୍କୁ ଭଲ ଲାଗେ, ସେଇଭଳିଆ ଭଲ ଲୋକମାନଙ୍କୁ ବି ଭଲ ଲାଗେ। ଆଉ ସେଇଥିପାଇଁ ଭଲ ସେଇଥିପାଇଁ ଲୋକଙ୍କର ମୋର କମ୍ କେହି- ହେଇଗଲାଣି ତ। ହଁ, ମୋର କେହି ଫ୍ରେଣ୍ଡସ୍ ଅଛନ୍ତି, ମୋର କେହି ନାହାନ୍ତି। ତାର କେହି ନାହାନ୍ତି କି ମୋର ବି କେହି ନାହାନ୍ତି, ସେଥିପାଇଁ ଆମେ ଦୁଇ ଜଣ ସାଙ୍ଗ। ମିଶେଇକି ଆସୁ ଭିଡ଼ିଓସ୍ରେ ଆପଣ ଦେଖିଥିବେ, ମୋର ଜଣେ କେହି ଫ୍ରେଣ୍ଡସ୍ ଅଛନ୍ତି, କେହି ବି ନାହାନ୍ତି। ନା ମୋର ଫ୍ରେଣ୍ଡସ୍ ଅଛନ୍ତି, ନା ମୋର କେହି ଏମିତି ଯାହା ବାସ୍ କଲେଜେସ୍ ଗୋଟେ ଦୁଇ ଜଣ ଏମିତି ଅଛନ୍ତି ଯାହା ସବୁ ମାନେ କିଛି କାମ ପଡ଼ିଲେ ଏକ୍ଜାମ୍ ଟାଇମ୍ରେ କଥା ହୁଏ। ଆଉ ମୋର ଫ୍ରେଣ୍ଡ ସର୍କଲ୍ କିଛି ବି ନାହିଁ, କି ମୋର ରିଲେଟିଭ୍ ସହ କି ଯାହା ବି ହଉ କ'ଣ ମୁଁ ପୁରା ଟୋଟାଲି ମାନେ ସବୁବେଳେ ଏକୁଟିଆ, ଯେଉଁଠି ଖୋଜିବେ ମୋତେ ଏକୁଟିଆ ହିଁ ପାଇବେ। ମୋତେ କାହା ସହ ମୋର ପଡ଼େନି କି ମୁଁ ଭଲ ନୁହେଁ, ବାସ୍ ଗୋଟେ କଥା ହେଲା, ଗୋଟେ କଥା ମୁଁ ଭଲ ନୁହେଁ କି ମୋର କାହା ସହ ପଡ଼େନି, ସେଥିପାଇଁ ମୁଁ ଏକୁଟିଆ ହୁଏ। ତମେ ଭଲ ନୁହଁ, ତମେ ଭଲ ହେଇନଥିଲେ ମୁଁ ତ ତମ ସାଙ୍ଗେ ମିଶିନଥାନ୍ତି। ଆଉ ବା ଦୁଇ ଜଣ ଖରାପ, ଯେଉଁମାନେ ଆମ ସହ ମିଶୁନାହାନ୍ତି ସେମାନେ ହେଉଛନ୍ତି ଭଲ ପିଲା, ଆମେ ହେଉଛୁ ଖରାପ ପିଲା। ହଁ। ବୁଝିବାକୁ ଟ୍ରାଏ କରନ୍ତୁ ହେଲା। ଆଉ ଥରେ କଳିଯୁଗରେ କୁହ, ଆଉ ଥରେ କୁହ। ଦେଖ, ଏଇଟା ହେଉଛି କଳିଯୁଗ, ମାନେ କଳିଯୁଗରେ ଦେଖିବ ଜଣେ ମାନେ ସତ୍ୟରେ ଛିଡ଼ା ହେଇଥିବା ଲୋକ ଏକୁଟିଆ ରହିବ ସବୁବେଳେ, ମିଛରେ ଯିଏ ଛିଡ଼ା ହେଇଥିବ ତା ପଛରେ ଲମ୍ବା ଲାଇନ୍। ତ ଯିଏ ଯଦି ଜଣେ କିଏ ଥିବ ଜାଣିବ ଯେ ସିଏ ପୁରା ତାର କ୍ୟାରେକ୍ଟର କେତେ ଷ୍ଟ୍ରଙ୍ଗ, ଆଉ ମାନେ ତାର ମ୍ୟାନର କେତେ ଠିକ୍ଠାକ୍, ସେଇଠୁ ଜଣାପଡ଼େ କି ସେ ମଣିଷ କେମିତି। ସେଥିପାଇଁ ମୋତେ ଏକୁଟିଆ ରହିବାକୁ ଭଲ ଲାଗେ। ଏକୁଟିଆ ରହିବାକୁ ଭଲ ଲାଗେ କ'ଣ, ଆକ୍ଚୁଆଲି ମୁଁ ଏକୁଟିଆ, କାହିଁକିନା ମୁଁ ଦେଖିଲିଣି କି ମାନେ ମୁଁ କାହା ସହ ରହିପାରୁନି, ମାନେ ମୋର କାହାର ବେଶୀ ଟାଇମ୍ ମାନେ କାହା ସହ ମୋର ବେଶୀ ଟାଇମ୍ ପଡ଼ୁନି। ମାମୁନି କେମିତି ରହିଯାଇଛି ମୋ ସହ ଏପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ହେଲାଣି, କିନ୍ତୁ ତାର ମୋର ଯେତେବେଳେ ବି କଥା ହଉ, ମାସକୁ ଥରେ ହଉ କି ଦୁଇଥର ହଉ, ବହୁତ ଭଲରେ କଥା ହଉ। ଏଇଟା ହିଁ ଫ୍ରେଣ୍ଡସିପ୍। ଏଇ ତ ଆଉ ଆପଣ ପ୍ରାୟ ଲୋକ ତ ଯାହା ହଉ ମାମୁନିକୁ ବହୁତ ସପୋର୍ଟ କରୁଛନ୍ତି କିଛି ଲୋକ, ଆଉ ସେଥିପାଇଁ ଧନ୍ୟବାଦ। ଆଉ ଯେଉଁମାନେ ବି କହୁଛନ୍ତି ଇଆଡ଼ୁ ସିଆଡ଼ୁ ସେମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ। କ'ଣ ଫରକ ପଡ଼େ, କି ଖାତିର କରି କହିଲେ ଆପଣଙ୍କୁ। ହଁ ତ ଇଏ ପିଲା ଦୁଇଟା ଏବେ ବାହାରିଲେ ଯିବା ପାଇଁ ଘରକୁ। ହଉ ଚାଲ ଆସୁଛି। ଯା ତ ଏବେ ଆସିକି ମୁଁ ଘରେ ପହଞ୍ଚିଗଲିଣି। ଆଉ ବାହାରେ ଖରା ତ ଏତେ ଜୋସ୍ ନଥିଲା, ହେଲେ ଏତେ ଜୋସ୍ରେ ଗମ୍ ଗମ୍ ଲାଗୁଥିଲା, ମାନେ ଏଇ ଖରାରେ ପୁଣି ଦୁଇଟା ଉଠିଗଲାଣି, ପୁରା ବଢ଼ିଆ ସେ ଜଣାପଡ଼ୁଛି। ତ ମୁଁ କାକଟପୁର ଯାଇଥିଲି, କିଛିଟା ଜିନିଷ କିଣାକିଣି କରିବାର ଥିଲା, ତ ମୁଁ ଆଣିଲି। ତା ସହିତ ଶୁଭକୁ ବି ମିଟ୍ କରିବାର ଥିଲା, ତ ସେଇଟା ବି କଲି। ତ ଏବେ ମୁଁ ଦେଖାଉଛି କ'ଣ କ'ଣ ସବୁ ମୁଁ ଆଣିଛି, ଦେଖାଉଛି। ବେଶୀ କିଛି ଆଣିନି, ଯାହା ବି ଆଣିଛି ଦେଖାଉଛି। ପୋଟଳ ଆଉ ଟମାଟୋ ଆଣିଦେଇଥିଲି। ପୋଟଳ ଆକ୍ଚୁଆଲି ମୋର ପୁରା ଫେଭରେଟ୍ ହେଇଯାଇଛି। ପୋଟଳ ମୋତେ ଏତେ ମାତ୍ରାରେ ଭଲ ଲାଗୁଛି ଖାଇବା ପାଇଁ, ଏତେ ସବୁବେଳେ ବି ମୋତେ ପୋଟଳ ଦିଆଯାଏ, ମୁଁ ଖାଇବି। ତ ପୋଟଳ ଟମାଟୋ ଆଣିଦେଇଛି। ଆଉ ଏଇଟା ହେଉଛି ସ୍ପଞ୍ଜ ଆଣିଦେଇଥିଲି, କାହିଁକିନା ମୋ ସ୍ପଞ୍ଜ ନଥିଲା ବାଥରୁମ୍ ଯିବା ପାଇଁ, ସେଇଟା ଗୋଟେ ଥୁଆ ହେବ। ତାପରେ ମୁଁ କାକଟପୁର ପଳେଇଥିଲି, ତ ଏଇ ଗୋଟେ ପାର୍ସଲ୍ ଆସିକି ପହଞ୍ଚିଯାଇଥିଲା, ଡ୍ରେସ୍ କୁର୍ତ୍ତା ସେଟ୍। ତ ଏଇଟା କ'ଣ ହେଇଛି ନା, ମୁଁ ପଳେଇ ଯାଇଥିଲି, ତ ମୋ ପାଖକୁ କଲ୍ ଆସିଥିଲା। କୁର୍ତ୍ତୀ ସେଟ୍, ଦୁପାଟ୍ଟା, ତା ସହିତ ପ୍ୟାନ୍ ବି ଅଛି। ସେ କୋରିଅର୍ ବାଲା ଆସିକି ଏଇଟା ଦେଇ ଯାଇଛନ୍ତି। ତା ସହିତ ଏଇଟା ବି ଅର୍ଡ଼ର୍ କରିଥିଲି, ଏଇଟା ହେଉଛି ଗୋଟେ ନାଇଟ୍ ଡ୍ରେସ୍। ଆଉ ଏଇଟା ଆକ୍ଚୁଆଲି କ'ଣ ମୁଁ ଜାଣିନଥିଲି। ଘରେ ମୁଁ କହିଲି, ମୋ ବୋଉ ମୋତେ କହିଲା କି ପଥର ପାଣି ଏଇଟା କହିକି ଆଣିବୁ, ଏଇଟା ହେଉଛି ହେୟାର୍ କଲର୍ ହୁଏ, ବ୍ଲାକ୍ କଲର୍। ତ ମୁଁ ଜାଣିନଥିଲି, ମୁଁ ସେଠି କହିଲି କି ମୋତେ ପଥର ପାଣି ଦିଅ। ତା ଆକ୍ଚୁଆଲି ନାଁଟା କ'ଣ ମୁଁ ଜାଣିନି, କିନ୍ତୁ ଘରେ କହିଛନ୍ତି କି ଏଇଗୁଡ଼ିକ ନେବା ପାଇଁ କି ପଥର ପାଣି କ'ଣ। ତ ଏଇଟା କ'ଣ ମୁଁ ବି ଜାଣିନଥିଲି, କାହିଁକିନା କ'ଣ ଲେଖା ହେଇଛି ମୁଁ ଦେଖିନଥିଲି। ତ ଏଇଟା ତା ସହିତ ଏଇଟା ହେଉଛି ମେ ବି ଏଇଟା ପଥର, ହଁ ଏଇଟା ପଥର, ଆଉ ଏଇଟା ହେଉଛି ପାଣି, ହାଇଡ୍ରୋଜେନ୍ ପେରୋକ୍ସାଇଡ଼୍। ତ ଏଇଟା ହେୟାର୍ କଲର୍ ବ୍ଲାକ୍ ହୁଏ। ମୁଁ ଖାଇଦିଏ ଆସିକି, ଟାଇମ୍ ହେଲାଣି 3ଟା ବାଜିଲାଣି, ମୁଁ ସକାଳୁ ପର୍ଯ୍ୟନ୍ତ ଭାତ ଖାଇନି। ଆଉ କ'ଣ କହିବି, ସେ ଗୋଟେ ପିଲା ଯାହାକୁ ମୁଁ ଦେଖା କରିବା ପାଇଁ ଯାଇଥିଲି, ତା ବିଷୟରେ ମୁଁ କିଛିଟା କଥା କହିବି। ତା ଆଗରେ ତ ମୁଁ କିଛି କହିନି, ମୁଁ ଏବେ ଭିଡ଼ିଓରେ କହିବି, ସେ ଭିଡ଼ିଓ ହିଁ ଦେଖିଲେ ଜାଣିପାରିବ। ସେଥିରେ ତ ସେ ଏମିତି ପିଲା, ମାନେ ତା ସହିତ ଯଦି କୁଆଡ଼େ ବାହାରକୁ ଯିବ ନା, ଏତେ ଲାଜ ତାର, ମାନେ କ'ଣ କହିବି, ବହୁତ ଲାଜ। ତା ସହିତ ଜିନିଷ ତଳେ ପଡ଼ିଗଲେ ବି ସେ ଉଠେଇବନି। ଆଉ ହଁ, ଆଉ ଗୋଟେ କଥା, ଦିନେ ଆମ କୋଚିଂରେ ପଢ଼ୁଥିଲୁ, ତ ତାଙ୍କ ଘରକୁ ଆମେ ଯାଇଥିଲୁ। ସେ ଆସିଲା ବେଳକୁ ସାଇକେଲରେ ଆସୁଥିଲା, ତ କ'ଣ ହେଲା ନା, ତା ପେଡେଲଟା ଖସିଗଲା, ସାଇକେଲର ପେଡେଲଟା ଖସିଗଲା। ତୁ ତଳେ ପଡ଼ିଗଲା, ତୁ ସେଇଟା ଆଣିକି ସେଇଟା ଇଏ କରିକି ସାଇକେଲ ନେଇକି ଯିବା କଥା। ଏତେ ଲାଜ, ତଳୁ ସେ ଉଠେଇଲାନି, ବାଧ୍ୟ ହେଇକି ମୁଁ ତାକୁ ଉଠେଇକି ଦେଲି। ତା ସହିତ ଗଲେ ତୁମେ ବାହାରେ କିଛି ବି ଖାଇପାରିବନି,
ସେ ଖାଲି ସୁଇଟ୍ ତୁମ ଇଏରେ ଖୁନ୍ଦେଇ ପାଟିରେ ପୁରେଇବ, ନହେଲେ ଆଉ କିଛି ନାହିଁ। ଲସି ପିଇଲି ଆସିଲି, ଗୁପଚୁପ୍ ବି ଖାଇଛି। ତାପରେ ବିରିୟାନୀ କି ଟିକେ ଫ୍ରାଇଡ଼୍ ରାଇସ୍ ଏମିତି ଖାଇଥାନ୍ତି, ମୋର ବହୁତ ଇଚ୍ଛା ଥିଲା। ହେଲେ କ'ଣ କହିବି, ତା ସହିତ ଗଲେ ହିଁ ସେଇଆ, କିଛି ତୁମେ ଖାଇପାରିବନି, ନନଭେଜ୍ ଖାଇପାରିବନି, ନିଜକୁ ବି ଖାଇବା ପାଇଁ ଭଲ ଲାଗିବନି, କାହିଁକିନା ସେ ଖାଏନି। ତ ତା ପାଖରେ ବସିକିରି ଖାଇବାକୁ ବି ମୋତେ ବି ଭଲ ଲାଗିବନି, ତ ସେଥିପାଇଁ ମୁଁ ଖାଇଲି। ଏବେ କ'ଣ ବୋଉ ରୋଷେଇ କରିଥିଲା, କୋକୋଲି ମାଛ ଗାଁକୁ ଆସିଥିଲା, ତ ବୋଉ ରଖିଥିଲା, ସେଇଟା ତରକାରୀ କରିଥିଲା, ଆଉ ଭାତ ରୋଷେଇ ହେଇଛି। ମୁଁ ଯାଉଛି ଖାଇଦିଏ ଟିକେ, ତାପରେ ଆପଣମାନଙ୍କୁ ଜଣେଇବି।